ଆମେ ଆଜି କେବଳ ଏକ ଚିତ୍ତାକର୍ଷକ ଆକର୍ଷଣୀୟ ମ୍ୟାଚ୍ ନୁହେଁ, ଆଜି ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଭାରତ ପାଇଁ। କର ବା ମର ପରିସ୍ଥିତିରେ ଅଛି ଭାରତ। ଯେମିତିକି ଆମେ ଦେଖିବା ଗତ ମ୍ୟାଚ୍ରେ ସୁପର 8ର ପ୍ରଥମ ମ୍ୟାଚ୍ରେ ସାଉଥ ଆଫ୍ରିକାଠୁ ପରାସ୍ତ ହୋଇଥିଲା ଏକ ବଡ଼ ବ୍ୟବଧାନରେ ଭାରତ। ତେଣୁକରି ଆଜି ନିଶ୍ଚିତ ଭାବେ ମ୍ୟାଚ୍କୁ ଖାଲି ବିଜୟ ଲାଭ କରିବାକୁ ହେବନି, ଏକ ବଡ଼ ଯଦି ପ୍ରଥମେ ଭାରତ ବ୍ୟାଟିଂ କରୁଛି ତାହେଲେ ଏକ ବଡ଼ ବ୍ୟବଧାନରେ ପାଖାପାଖି 70-80 ରନ୍ ବ୍ୟବଧାନରେ ଜିତିବାକୁ ପଡ଼ିବ। ଏବଂ ଯଦି ସେକେଣ୍ଡ ବ୍ୟାଟିଂ କରୁଛି ତାହେଲେ 13ରୁ 14 ଓଭର ମଧ୍ୟରେ ଆମର ରନ୍କୁ ଚେସ୍ କରିବାକୁ ପଡ଼ିବ। ଏଇଭଳି ଏକ ବଡ଼ ବ୍ୟବଧାନ ଭାରତକୁ ସୃଷ୍ଟି କରିବାକୁ ପଡ଼ିବ ଯଦି ସେମିଫାଇନାଲକୁ ପ୍ରବେଶ କରିବାକୁ ହୁଏ। ଯେହେତୁ ସୁପର 8 ମ୍ୟାଚ୍ର ସେମିଫାଇନାଲକୁ ଯିବାକୁ ହେଲେ ଆଜି ବଡ଼ ବ୍ୟବଧାନରେ ଇଣ୍ଡିଆକୁ ଜିତିବାକୁ ପଡ଼ିବ। ଇଣ୍ଡିଆ ଯେଉଁଭଳି ଖାମଖିଆଲି ଖେଳ କରୁଛି, ସାଉଥ ଆଫ୍ରିକା ସହିତ ଯେଉଁଭଳି ଭାବରେ ଖେଳ କଲା, এটা ଖେଳୁଆଡ଼ି ପ୍ରତି ଖେଳ କରିନି। ଯେହେତୁ ଗୋଟେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍, ଯଦି ଏମିତି ଖାମଖିଆଲି ଖେଳିବ ତାହେଲେ ଇଣ୍ଡିଆ କଦାପି ସେମିଫାଇନାଲ ଯାଇପାରିବନି।